ଗ୍ୟାସ୍ ଯୋଗାଣରେ ଚରମ ଅବ୍ୟବସ୍ଥା। ନିୟମିତ ଗ୍ୟାସ୍ ନ ପାଇ ଏଜେନ୍ସି ସମ୍ମୁଖରେ କୃତ୍ରିମ ଭିଡ଼। ଉପଭୋକ୍ତା ଅସନ୍ତୋଷ। ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଅଞ୍ଚଳର କୃପାସିନ୍ଧୁ ଏଚ୍ପି ଗ୍ୟାସ୍ ଏଜେନ୍ସି ଦ୍ୱାରା ଗ୍ରାହକଙ୍କ ଉପରେ ହେଉଥିବା ଚରମ ଅବହେଳା ଆଜି ଲୋକମାନଙ୍କ ଧୈର୍ଯ୍ୟକୁ ଭାଙ୍ଗି ଦେଇଛି। ଚରମ ଅବ୍ୟବସ୍ଥା କାରଣରୁ ସ୍ଥାନୀୟ ଉପଭୋକ୍ତାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିୟମିତ ଗ୍ୟାସ୍ ସିଲିଣ୍ଡର ନ ମିଳିବା ଏବଂ ଏଜେନ୍ସି ସମ୍ମୁଖରେ କୃତ୍ରିମ ଭିଡ଼ ସୃଷ୍ଟି ହେବା ଜନଜୀବନକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଏଜେନ୍ସିର ମନମାନି ଏବଂ ଚରମ ଅବହେଳା ଯୋଗୁଁ ଗ୍ରାହକଙ୍କ ଧୈର୍ଯ୍ୟ ସୀମା ଟପି ଯାଇଛି। ଅନିୟମିତ ଯୋଗାଣ ବ୍ୟବସ୍ଥା ହେତୁ ସିଲିଣ୍ଡର ପାଇଁ ଏଜେନ୍ସି ସମ୍ମୁଖରେ ଅସ୍ୱାଭାବିକ ଭିଡ଼ ଦେଖିବାକୁ ମିଳିଛି। ଏହି ଅନିୟମିତତା ପଛରେ କୌଣସି ରହସ୍ୟ ଥିବା ସନ୍ଦେହକୁ ବଢ଼ାଇ ଦେଇଛି। ଗ୍ୟାସ୍ ଏଜେନ୍ସି ସମ୍ମୁଖରେ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା କେବଳ ଉପଭୋକ୍ତାଙ୍କୁ ନୁହେଁ ବରଂ ଅନ୍ୟ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିଛି। ଗ୍ୟାସ୍ ନେବା ପାଇଁ ହୋଇଥିବା ଭିଡ଼ ଯୋଗୁଁ ରାସ୍ତା ଚଳାଚଳ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଫଳରେ ସ୍କୁଲ ଗାଡ଼ି ଅଟକି ରହିଛି ଏବଂ ସରସ୍ୱତୀ ଶିଶୁ ମନ୍ଦିର କୋମଳମତି ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ପାଦରେ ଚାଲି ଚାଲି ସ୍କୁଲ ଯିବାକୁ ପଡ଼ିଛି। ଏହା ଏକ ମୌଳିକ ସେବାର ଅବ୍ୟବସ୍ଥା ସାମାଜିକ ଜୀବନ ଉପରେ କେତେ ପ୍ରତିକୂଳ ପ୍ରଭାବ ପକାଉଛି ତାହା ଦର୍ଶାଇଛି। ଏହିଭଳି ଜଟିଳ ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ନୀରବ ଦର୍ଶକ ସାଜି ସ୍ଥାନୀୟ ଜନତା ମହଲରେ ବହୁ ପ୍ରଶ୍ନ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ମହଲରେ ଦେଖାଦେଇଥିବା ଭୟଙ୍କର ଅସନ୍ତୋଷ ଓ ରୋଷ ଏକ ବଡ଼ ଜନ ଆନ୍ଦୋଳନ ସୂଚନା ଦେଉଛି। ତେଣୁ ଏହି ଗୁରୁତର ଜନସେବା ସମସ୍ୟାର ତୁରନ୍ତ ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଏକାନ୍ତ ଆବଶ୍ୟକ। କଣ ଅସୁବିଧା ହେଉଛି? ବ୍ୟୁରୋ ରିପୋର୍ଟ, ଢେଙ୍କାନାଳ ଭଏସ୍।